नमस्तेस्तु महामाये श्रीपीठे सुरपूजिते शंख चक्र गदा हस्ते महालक्ष्मी नमस्तुते। नमस्ते गरुडारूढे कलासुर भयंकरी सर्व पाप हरे देवी महालक्ष्मी नमस्तुते। सर्वज्ञे सर्ववरदे सर्वदुष्ट भयंकरी सर्वदुःख हरे देवी महालक्ष्मी नमस्तुते। सिद्धि बुद्धि प्रदे देवी भक्ति मुक्ति प्रदायिनी मंत्रपुते सदा देवी महालक्ष्मी नमस्तुते। आद्यन्तरहिते देवी आद्यशक्ति माहेश्वरी जोगेशी जोग संभूते महालक्ष्मी नमस्तुते। स्थूल सूक्ष्म महारौद्रे महाशक्ति महोदरे महापाप हरे देवी महालक्ष्मी नमस्तुते। पद्मसना स्थिते देवी परम ब्रह्म स्वरूपिणी परमेष्टि जगन्मातो महालक्ष्मी नमस्तुते। श्वेतांबर धरे देवी नानालंकार भूषिते जगस्थिते जगन्माये महालक्ष्मी नमस्तुते। महालक्ष्मीष्टकं स्तोत्रं जपठते भक्तिमानर सर्वसिद्धिमवाप्नोति राज्यं प्राप्नोति सर्वदा। एक काले पठे नित्यं महापाप विनाशनम् विकालं च पठ नित्यं धनो धान्य समन्वित्य त्रिकालं च पठ नित्यं महाशत्रु विनाशनम् महालक्ष्मीर्भवे नित्यं प्रसन्ना वरदा शुभा। महालक्ष्मीर्भवे नित्यं प्रसन्ना वरदा शुभा। महालक्ष्मीर्भवे नित्यं प्रसन्ना वरदा शुभा। नमस्ते कमला मागो सागर दुलणी नमस्ते नमस्ते लक्ष्मी विष्णुक घरणी। नमस्ते कमला मागो अति दयावती स्थावर जंगम कीटु आदि पाळु नीति। तोर दया बले मागो दरिद्र जनर हुई अचल भीत जीर्णई कुबेर। तोर द्रोही जने मागो अन्न न मिलई जेते अरजिले केबे पेट न पुरई। तोहर चरित मन देई जे शुणई किय वा भगति भावे सर्वदा शुणई। ताहार दरिद्रपण जाए दूर होई सर्वदा प्रसन्न ताकु हेउ महामाई। एणु तो चरणे मागो अशेष प्रणाम करुछि पुराओ बारे मोर मनस्काम। तो चरित किंचिते मु करिबि रचन जगत जननी बारे दियो दिव्य ज्ञान। दिने जे नारद पराशर मुनि दुई भ्रमी भ्रमी एक ग्रामे प्रवेशिले जाई। सेही दिन मार्गशीर मास गुरुबार पर्व पड़िथिला सर्वपुरवासींकर। प्रति घर द्वार गोमୟରେ लिपा होई लक्ष्मी पाद पद्म चिता पड़िथिला तहि। नारी माने स्नान करी पिंधिछि नबास लक्ष्मीଙ୍କ पूजारे सर्वे होइछन्ति बस। ब्राह्मणଙ୍କ ଠାରୁ ଯେ ଚଣ୍ଡାଳ ପରିଜନ୍ତେ ଲକ୍ଷ୍ମୀଙ୍କ ପୂଜାରେ ରତ ଅଛନ୍ତି ସମସ୍ତେ।
ହୁଳହୁଳି ଶବଦରେ ପୂରିଛି ଗଗନ, ଦେଖିଏ ଉତ୍ସବ ରୀତି ବିଧାତା ନନ୍ଦନ। ପଚାରନ୍ତି ପରାଶର ମୁନିଙ୍କୁ ଉଦନ୍ତ, କହ କହ ତପିବର ଏ କିସ ଚରିତ। ବ୍ରାହ୍ମଣ ଚଣ୍ଡାଳ ଆଦି ସମସ୍ତ ଜାତିରେ, କରୁଛନ୍ତି କି ଉତ୍ସବ ଆନନ୍ଦ ମତିରେ। କେଉଁ ବ୍ରତ କି ଉପାସ ଅଟେ ଏହା ନାମ, କରନ୍ତି କାହାକୁ ପୂଜା ତାର କି ନିୟମ। ଏହା ଶୁଣି ପରାଶର ହୋଇ ହସ ହସ, କହନ୍ତି ବଚନ ଧୀରେ ଶୁଣ ବିଧି ଶିଷ୍ୟ। ଏ ଧାନ ମାଣିକା ଗୁରୁବାର ଯେ ଅଟଇ, ଲକ୍ଷ୍ମୀ ଦେବୀଙ୍କର ପୂଜା ଏ ବ୍ରତ ଅଟଇ। ସବୁ ମାସ ମାନଙ୍କରେ ମାର୍ଗଶିର ସାର, ତହିଁରେ ପଢ଼ଇ ଯେଉଁ ଯେଉଁ ଗୁରୁବାର। ଲକ୍ଷ୍ମୀଙ୍କର ପ୍ରିୟ ସେହି ବାର ମାନ ଜାଣ, ସବୁଠାରୁ ଆଦ୍ୟ ଗୁରୁବାରଟି ପ୍ରଧାନ। ଏକ ଦିନେ ଶୁକ୍ଳ ଦଶମୀ ଗୁରୁବାର, ପଡ଼ିଲେ ସୁଦଶା ବ୍ରତ ହୁଏ ସେ ଦିନର। ମହାଲକ୍ଷ୍ମୀଙ୍କର ପ୍ରିୟ ଅଟଇ ସେ ବ୍ରତ, ଏହା କହି ପରାଶର ହେଲେ ମନବ୍ରତ। ତାହାଙ୍କୁ ପୁଛିଲେ ପୁଣି ବ୍ରହ୍ମାଙ୍କ କୁମର, ଲକ୍ଷ୍ମୀ ବ୍ରତ କରିଥିଲା ମର୍ତ୍ତ୍ୟେ କେଉଁ ନର। ତହିଁରୁ ସେ ଶୁଭ ଫଳ କିସ ଲଭିଅଛି, ଲକ୍ଷ୍ମୀ ଦ୍ରୋହୀ ହୋଇ କରି କେ ଦୁଃଖ ପାଇଛି। ଏହା ସବୁ ମୋ ଆଗରେ କହ ତପୀ ସାଇ, ଶୁଣିବାକୁ ତାହା ଚିତ୍ତେ ଶ୍ରଦ୍ଧା ଉପଜଇ। ନାରଦ ବଚନ ଶୁଣି ପରାଶର ମୁନି, କହନ୍ତି ହରଷ ଚିତ୍ତେ ସୁମଧୁର ବାଣୀ। ଧନ୍ୟ ହେ ନାରଦ ତୁମ୍ଭ ପବିତ୍ର ଚରିତ, ଲକ୍ଷ୍ମୀ ବ୍ରତ କଥାରେ ଯେ ହୋଇ ଅଛରତ। କହୁଅଛି ପୁରାତନ କଥା ଅଛି ଯାହା, ହୋଇବ ଆନନ୍ଦ ଜାତ ଶୁଣିଲେଟି ତାହା। ଏକ ଦିନେ ଜଗନ୍ନାଥ ପାଶେ ଲକ୍ଷ୍ମୀ ଥିଲେ, କରପତ୍ର ଯୋଡ଼ିଣ ତାହାଙ୍କୁ ଜଣାଇଲେ। ଆଜି ମୋ ବାରର ବ୍ରତ ପଡ଼ିଲା ଗୋସାଇଁ, ତୁମ୍ଭ ଆଜ୍ଞା ହେଲେ ନଗ୍ର ବୁଲି ଯିବି ମୁହିଁ। ଗୋବିନ୍ଦ ବୋଇଲେ ଲକ୍ଷ୍ମୀ ନଗ୍ର ହିଁ ଭୁଲିବ, ଦଶମୀ ପାଳନା ଅନ୍ନ ବେଗେ ରାନ୍ଧି ଦେବ। ପ୍ରଭୁଙ୍କ ମୁଖରୁ ମାତା ସମସ୍ତ ଶୁଣିଲେ, ବସ୍ତ୍ର ଅଳଙ୍କାର ମାନ ଯତନେ ପିନ୍ଧିଲେ। ନାସିକାରେ ନବରତ୍ନ ବସଣି ଖଞ୍ଜିଲେ, ଚଉଷରି ରତ୍ନମାଳା କଣ୍ଠେ ଲମ୍ବାଇଲେ। କରରେ ବାହୁଟି ରମ୍ୟ ବଳୟ କଙ୍କଣ, ସୁନା ସୂତା ମାଣିକ୍ୟ ପଦକ ଆଭରଣ। ବାଜେଣି ନୂପୁର ମାଳା ପୟରେ ଖଞ୍ଜିଲେ, ଏପରି ନାନା ଭୂଷଣେ ପ୍ରବେଶ ହୋଇଲେ। ଯେବଣ ମାତାଙ୍କ ଅଧିକାର ତିନି ପୁର, ଆଭରଣ କେତେ ମାତ୍ର ଦେବା ପଟାନ୍ତର। ଶୁଣ ହେ ନାରଦ ମୁନି ହୋଇ ଏକ ଚିତ, ବୁଢ଼ୀ ବ୍ରାହ୍ମଣୀ ରୂପକୁ ଧରି ଜଗନ୍ନାଥ। ପ୍ରବେଶ ହୋଇଲେ ଯାଇ ସାଧବ ଦୁଆରେ, ସାଧବାଣୀ ଉଭା ହୋଇଥିଲା ସେହିଠାରେ। ତାକୁ ଦେଖି ମହାଲକ୍ଷ୍ମୀ କହନ୍ତି ବଚନ, ଶୁଣ ଶୁଣ ସାଧବାଣୀ ହୋଇ ସ୍ଥିର ମନ। ଆଜି ପରା ମହାଲକ୍ଷ୍ମୀ ବ୍ରତ ଗୁରୁବାର, ଲିପା ପୋଛା କରି ନାହୁଁ କିମ୍ପା ଘର ଦ୍ୱାର। ସାଧବାଣୀ ଏହା ଶୁଣି ପୁଛଇ ସେ କ୍ଷଣି, କି ରୂପେ ଏ ବ୍ରତ ହୁଏ କାହା ପୂଜା ପୁଣି। ବୁଝାଇ ତା ସବୁ କୁହ ହେ ନାନୀ ଗୋସାଇଁ, ଅଇଲେ ମନକୁ ମୋର ବ୍ରତ କରିବଇ। ଏହା ଶୁଣି ପଦ୍ମାଳୟା କହନ୍ତି ସଧୀରେ, ଶୁଣ ସାଧବାଣୀ ବ୍ରତ ହୁଏ ଏ ବିଧିରେ। ମାର୍ଗଶିର ମାସର ଯେ ଆଦ୍ୟ ଗୁରୁବାର, ସେଦିନ ଉଷାରୁ ସେଜ ଛାଡ଼ି ତତ୍ପର। ଗୋମୟ ଜଳରେ ଘର ଦୁଆର ଲିପିବ, ଲକ୍ଷ୍ମୀ ଦେବୀ ପାଦ ପଦ୍ମ ଚିତାକୁ ଲେଖିବ। ନୂଆ ମାଣ ଗୋଟିଏ ଅଣାଇ ଯତ୍ନେ ବେଗେ, ଧୋଇ ଧାଇ କରି ତାକୁ ଶୁଖାଇବ ବେଗେ। ତାହାକୁ କରିବ ନାନା ଚିତ୍ର ଯେ ବିଚିତ୍ର, ଚାଉଳକୁ ବାଟି ଚିତା ଲେଖିବ ସମସ୍ତ। ତହୁଁ ସ୍ନାନ କରି ଆସି ହୋଇ ଶୁଚିମନ୍ତ, ଚଉକି ବା ଖଟୁଳିଏ ଆଣିବ ତ୍ୱରିତ। ତାକୁ ଧୋଇ କରି ତା ଉପରେ ନୂଆ ଧାନ, ରଙ୍ଗ କଳା ନୋହି ହୋଇଥିବ ଶୁକ୍ଳ ବର୍ଣ୍ଣ। ତହୁଁ କିଛି କୁଢ଼ାଇ ଯେ ସେ ନୂଆ ମାଣରେ, ଧାନ ମାଣେ ଯେ ପୁରାଇ ରଖିବ ତାପରେ।
ସେ ଧାନ ମାଣ ଉପରେ ଗୁଆ 3 ଗୋଟି, ହଳଦୀ ପାଣିରେ ତାହା ଧୋଇ ଥୋଇ ବଟି। ଶୁକ୍ଳ ଧାନର ସିଂସା ଆଣି ମେଣ୍ଟା କରି, ସେ ମାଣ ଉପରେ ତାହା ଥୋଇବ ବିଚାରି। ଚୂଳ ଆଖୁ ମୂଳା କଦଳୀରେ ସଜାଡ଼ିବ, ପଟାଦି ରଙ୍ଗ ବସନ ପୁଷ୍ପେ ମଣ୍ଡାଇବ। ତହୁଁ ଆବାହନ ମହାଲକ୍ଷ୍ମୀଙ୍କୁ କରିବ, ଗନ୍ଧ ପୁଷ୍ପ ଧୂପ ଦୀପ ଆଦି ସମର୍ପିବ। ପ୍ରଥମରେ ବାଳ ଧୂପ ତାପରେ ଶଙ୍ଖୁଡ଼ି, ଏପରି କରିବ 3 ଧୂପକୁ ସଜାଡ଼ି। ମହାଲକ୍ଷ୍ମୀଙ୍କର ଆଉ ଏକ ବ୍ରତ ଅଛି, ସୁଦଶା ବ୍ରତ ନାମରେ ଲୋକେ ପ୍ରକଟିଛି। ଶୁକ୍ଳ ଦଶମୀ ହେଲେ ଗୁରୁବାର ଦିନ, ହୁଅଇ ସୁଦଶା ବ୍ରତ ଶୁଣ ଦେଇ ମନ। ସେଦିନ ଉଷାରୁ ଉଠି ଲିପି ଘର ଦ୍ୱାର, ଝୋଟି ଆଦି ଚିତା ଦେବ ପୂର୍ବ ପରକାର। ସ୍ନାନ କରି ଗୃହେ ପଦ୍ମ ମଣ୍ଡଳ ଲେଖିବ, ତହିଁ ପରେ ଧୋଇ ଏକ ଖଟୁଳି ରଖିବ। ତହିଁ ପରେ ଲକ୍ଷ୍ମୀ ପୂଜା ଗୁଆକୁ ଥୋଇବ, ପଞ୍ଚାମୃତ ଶୁଦ୍ଧ ଜଳେ ସ୍ନାନ କରାଇବ। 10 ଘିଅ ସୂତାରେ ଯେ ପ୍ରତ୍ୟେକ କରିବ, ଲକ୍ଷ୍ମୀଙ୍କ ନାମରେ 10 ଗୋଟି ଗଣ୍ଠି ଦେବ। 10 କେରା ଦୁବରେ ପ୍ରତ୍ୟେକ କରିବ, ମହାଲକ୍ଷ୍ମୀ ଗୁଆ ପାଖେ ତାକୁ ଯେ ରଖିବ। କରୁଥିଲେ ପୂର୍ବରୁ ସେ ବ୍ରତ ପୁରାତନ, ବ୍ରତ ଡୋର ଆଣି ତହିଁ ଥୋଇବ ବହନ। ପ୍ରଥମରେ ବାଳ ଧୂପ ନୈବେଦ୍ୟ କରି, ତାପରେ ଯା ଭୋଗ ଦେବ ଶୁଣ ହେତୁ କରି। ଅରୁଆ ଚାଉଳ 1 ମାଣ ତିନ୍ତାଇବ, ତାକୁ କୁଟି ଚୂନା କରି ଯତନେ ରଖିବ। କଦଳୀ ନଡ଼ିଆ ଛେନା ଆଦି 10 ପୁର, ଦେଇ 10 ଗୋଟି ମଣ୍ଡା କରିବ ସତ୍ୱର। ମହାଲକ୍ଷ୍ମୀଙ୍କର ପୂଜା କରି ଭକ୍ତି ଚିତ୍ତେ, ସେ ପ୍ରସାଦ ଖାଇ ଦିନ ବଞ୍ଚିବ ଯେ ସୁସ୍ଥେ। ମହାଲକ୍ଷ୍ମୀ ପ୍ରସାଦ ଯେ ପରକୁ ନ ଦେବ, ବିଭା ହୋଇଥିବା ଝିଅ ସୁଦ୍ଧା ନ ଖାଇବ। ଏଉତାରୁ କଥା ଏକ ମନ ଦେଇ ଶୁଣ, ଗୁରୁବାର ଦିନ ଯେଉଁ କଥାଟି ବାରଣ। ସେ କଥା କହୁଛି ଏବେ ସାଧବାଣୀ ଶୁଣ, କେବେ ନ ଭାଜିବ ଖଇ ଗୁରୁବାର ଦିନ। ଯେଉଁ ନାରୀ ଗୁରୁବାର ଦିନରେ ଆମିଷ, ଭୁଞ୍ଜଇ ଲୋଭରେ କିବା ନ ପଖାଳେ କେଶ। ଭୁଞ୍ଜଇ ଉଚ୍ଛିଷ୍ଟ କିବା ଲଗାଏ ଯେ ତେଲ, ମହାଲକ୍ଷ୍ମୀ ତାର ନିଶ୍ଚେ ଭାଙ୍ଗି ଦିଅନ୍ତି ଗେଲ। ଗୁରୁବାରେ ଯେଉଁ ନାରୀ ତୁଳାକୁ ଭିଣୋଇ, ଲାଉରେ ଆମିଷ ଦେଇ ଯେ ଗ୍ରାସ କରଇ। ଖଟର ଛାୟାରେ ଯେ କରଇ ଶୟନ, ରାତ୍ର କାଳେ ଦଧି ଅନ୍ନ ଯେ କରେ ଭୋଜନ। କ୍ଷର ହୁଏ ଯେହୁ ଯାଇ ନାପିତର ଦ୍ୱାରେ, ଭୋଜନ ସମୟେ ଅନ୍ନ ପକାଏ ଭୂମିରେ। ଭୁଞ୍ଜି ନ ପାରିଣ ଯେହୁ ଫୋପଡ଼ାଇ ଦିଏ, ଏତେ କର୍ମ ଯେ କରେ ସେ ଲକ୍ଷ୍ମୀଙ୍କୁ ନ ପାଏ। ଗୁରୁବାର ଦିନ ସକାଳରୁ ଗୋମୟରେ, ଦୁଆର ଯେ ନ ଲିପଇ ଅଳସ ପଣରେ। ଚୁଲିରୁ ନ କାଢ଼େ 500 ଭକ୍ଷେ ଯେ ଆମିଷ, ଏମାନଙ୍କ ଠାରେ ଲକ୍ଷ୍ମୀ କରନ୍ତି ଯେ ରୋଷ। ଧନ ଜନ ସବୁ ତାର ହରଣ କରନ୍ତି, ମାଗିଗଲେ ଅନ୍ନ ବସ୍ତ୍ର କେହି ନ ଦିଅନ୍ତି। ଗୁରୁବାରେ ଯେଉଁ ନାରୀ ପିନ୍ଧେ ଶୁକ୍ଳ ଲୁଗା, ଐଶ୍ୱର୍ଯ୍ୟ ସମ୍ପଦ ପାଏ ହୁଅଇ ସୁଭାଗା। ଗୁରୁବାରେ ଯେଉଁ ନାରୀ ପିଲାକୁ ମାରଇ, କିବା ପାକ ହାଣ୍ଡି ଧୋଇ କଳା ନ ଛାଡ଼ଇ। ସନ୍ଧ୍ୟା ଗଡ଼ି ଗଲେ ଯେ ଦିଅଇ ସନ୍ଧ୍ୟାବତୀ, ଧନ ପୁତ୍ର ହାନି ହୁଏ ସଦା ବହୁ କ୍ଷତି। ଗୁରୁବାରେ ଯେଉଁ ନାରୀ ପୋଡ଼ା ଦ୍ରବ୍ୟ ଖାଏ, ଶୋଇବା ଶଯ୍ୟାକୁ ବଙ୍କା କରିଣ ବିଛାଏ। ଶାଶୁ ଶ୍ୱଶୁରଙ୍କୁ ନ ମାନଇ ଯେ ରମଣୀ, ଉଲଗ୍ନ ହୋଇ ଶୟନ କରଇ ଯେ ପ୍ରାଣୀ। ଅମାବାସ୍ୟା ସଂକ୍ରାନ୍ତିରେ ବୁଲାଏ ଯେ ହଳ, ଏହି ଦିନ ମାନଙ୍କରେ ଘେନଇ ତୈଳ। ସଭାରେ ବସିଣ ଯେ ମାନବ ମିଛ କହି, ଆଳସ୍ୟ ପାଦ ନ ଧୋଏ ଯେ ଭୁଞ୍ଜିବ ସଇ। କୁଷ୍ମାଣ୍ଡ ଫଳକୁ ଯେଉଁ ରମଣୀ କାଟଇ, ଋତୁମତୀ ନାରୀ କି ଯେ ରମଣ କରଇ। କନ୍ୟା ତୁଳା ମାସେ ପିତୃ ଶ୍ରାଦ୍ଧ ନ କରନ୍ତି, କଥା କହୁ କହୁ ସବୁବେଳେ ଯେ ହସନ୍ତି।
ଏମନ୍ତ ମନୁଷ୍ୟ ସଦା ବହୁ କଷ୍ଟ ପାଇ, ଆୟୁ ବୁଦ୍ଧି ନାଶ ହୁଏ ଅନ୍ନ ନ ମିଳଇ। ଗୁରୁବାର ଅମାବାସ୍ୟା ସଂକ୍ରାନ୍ତି ଦିନ, ରଜନୀରେ ସ୍ତ୍ରୀ ପୁରୁଷ କଲେ କ ଭୋଜନ। କିବା ଏହି ତିନି ଦିନ ଯେଉଁ ନାରୀ ମୋହେ, ପୁରୁଷ ସାଙ୍ଗରେ ମାତି ଧର୍ମକୁ ନ ଚାହେଁ। ପ୍ରାଣେ ନାଶ ନ କରିଣ ତାକୁ ଦୁଃଖ ଦେଇ, ବୁଲାନ୍ତି ଯେ ଅନ୍ନ ବସ୍ତ୍ର କାହିଁ ନ ମିଳଇ। ଏ ତିନି ଦିନରେ ଯେହୁ ତିକ୍ତ ଦ୍ରବ୍ୟ ଖାନ୍ତି, ଅନ୍ତକାଳେ ଯମ ଦ୍ୱାରେ ନାନା ଦଣ୍ଡ ପାଆନ୍ତି। ଏ ତିନି ଦିନ ଯେ ନାରୀ କରଇ ହବିଷ, ଦୁଃଖୀ ରଙ୍କି ଦେଖି ଦାନ କରଇ ବିଶେଷ। করে ଲକ୍ଷ୍ମୀ ବ୍ରତ ଲକ୍ଷ୍ମୀ ବାରେ ଉପବାସ, ବଢଇ ତାହାର ଧନ ଜନ ଆୟୁ ଯଶ। ସକାଳୁ ସେ ଜରୁ ଉଠି ମୁଖ ଯେ ନ ଧୁଏ, ତା ମୁଖ ଯେ ଜନ ଦେଖେ ତାର ଶୁଭ ନୁହେଁ। ରାତ୍ର ଶେଷେ ବାସି ସେ ଯେ କରେ ଶୟନ, ଲକ୍ଷ୍ମୀ ତା ଗୃହକୁ ତ୍ୟାଗ କରନ୍ତି ବହନ। ଆସନ ବିନା ଯେ ଭୂମି ପରେ ବସି ଖାଏ, କିବା ଯେ କୁମାରୀ ସଙ୍ଗତରେ କାମ ମୋହେ। ଦକ୍ଷିଣ ପଶ୍ଚିମ ମୁଖେ ଯେ ଭୁଞ୍ଜି ବସଇ, ଏମାନଙ୍କ ପାଶୁ ଲକ୍ଷ୍ମୀ ଯାନ୍ତି ଦୂର ହୋଇ। ସନ୍ଧ୍ୟାରେ କୁଣ୍ଢାଇ କେଶ ବାନ୍ଧେ ଯେଉଁ ନାରୀ, କେବେ ନ ଦେଖନ୍ତି ଲକ୍ଷ୍ମୀ ତାହାର ଯେ ଶିରୀ। ଭୋଜନ କରି ଯେ ମୁଖ ଶୋଧନ ନ କରେ, ଭୋଜନ କରଇ ଯେହୁ ଅନ୍ଧକାର ଘରେ। ସ୍ନାନ ପରେ ହୁଅଇ ଯେ ତୈଳ ମରଦନ, କରଇ ଯେ ନଖ ମୁନେ ଭୂମି ବିଦାରଣ। ପିନ୍ଧିଥିବା ଲୁଗା ଶେଷେ ଯେ ବିଞ୍ଚି ହୁଅଇ, ଏମାନଙ୍କ ବଦନକୁ ଲକ୍ଷ୍ମୀ ନ ଚାହଁଇ। ଯେଉଁ ନାରୀ ନିଜ ପତି ଠାରେ ରୋଷ ବହେ, ସ୍ୱାମୀ ଯାହା ବୋଲେ ତାହା ନ କରେ କେବେ। ପରପୁରୁଷରେ ଯେହୁ ହୋଇଥାଏ ରତ, ପରିଷ୍କୃତ ନୋହି ହୁଏ ଯେ ନାରୀ କୁଶ୍ଚିତ। ଏମନ୍ତ ନାରୀଙ୍କ ମୁଖ ଲକ୍ଷ୍ମୀ ନ ଦେଖନ୍ତି, କାଙ୍ଗାଳିନୀ ପରିବାର ଦ୍ୱାରେ ସେ ବୁଲାନ୍ତି। କଳହି ଅଳସୀ ଅତି ଅପ୍ରିୟା ସାହସୀ, ଦେବ ପ୍ରିୟ ଅତିଥିରେ ନୁହଁଇ ବିଶ୍ୱାସୀ। ଏହିପରି ନାରୀ ଥିଲେ ସେ ଗୃହ ଶ୍ମଶାନ, ଲକ୍ଷ୍ମୀ ସେ ସ୍ଥାନକୁ ସଦା କରନ୍ତି ବର୍ଜନ। ଯେଉଁ ନାରୀ ଭକ୍ତି ଚିତ୍ତେ ସ୍ୱାମୀଙ୍କୁ ନ ସେବେ, ଜନ୍ମେ ଜନ୍ମେ ସ୍ୱାମୀ ଦୁଃଖେ ଦୁଃଖୀ ହୁଏ ଭବେ। ଯେଉଁ ନାରୀ ସ୍ୱାମୀଙ୍କୁ ଦେବତା ସମମଣି, ସେବା କରି ତୋଷୁଥାଏ ତାର ମତି ଚିହ୍ନି। ନିଜ ଅଙ୍ଗ ପରିଷ୍କାର କରି ଶୁଚି ହୁଏ, ସାନ ବଡ ସମସ୍ତଙ୍କୁ ସମ ଭାବେ ଚାହିଁ। ପରଶିବା ବେଳେ ପକ୍ଷପାତ ଯେ ନ କରେ, ସ୍ୱାମୀ ପୁତ୍ର ସମସ୍ତଙ୍କୁ ବାଣ୍ଟି ସମାନରେ। ପତିର ଆଜ୍ଞାକୁ କେବେ ନ ପକାଏ ତଳେ, ସ୍ୱାମୀ ଦୁଃଖେ ଦୁଃଖୀ ସୁଖେ ସୁଖ ହୋଇ ଚଳେ। ଏମନ୍ତ ନାରୀର ଗୃହ ଲକ୍ଷ୍ମୀ ନ ଛାଡ଼ନ୍ତି, ତାର ଦୁଃଖ ନୟନରେ କେବେ ନ ଦେଖନ୍ତି। ଏ ମର୍ତ୍ତ୍ୟ ମଣ୍ଡଳେ ସେହୁ ବହୁ ସୁଖ ପାଏ, ପତି ପୁତ୍ର କନ୍ୟା ଐଶ୍ୱର୍ଯ୍ୟ ଯୁକ୍ତ ହୁଏ। ଅନ୍ତକାଳେ ବୈକୁଣ୍ଠେ ଲକ୍ଷ୍ମୀଙ୍କ ସଙ୍ଗରେ, ଅନୁକ୍ଷଣେ ମଜ୍ଜି ରହେ ପ୍ରମୋଦ ରଙ୍ଗରେ। ସଧବା ନାରୀର ପତି ବିନା ନାହିଁ ଗତି, ଜପ ତପ ଦେବ ପୂଜା ତାହାରି ଅନୀତି। ପତି ସେବା ଛାଡ଼ି ତୀର୍ଥ ବ୍ରତ ଯେ କରଇ, ଜନ୍ମ ଜନ୍ମାନ୍ତରେ ବାଲ୍ୟ ବିଧବା ହୁଅଇ। ଯେଉଁ ନାରୀ ଆନନ୍ଦରେ ଅତିଥି ସେବଇ, ପୁଣ୍ୟବତୀ ବୋଲି ତାକୁ ପୁରାଣରେ କହି। ଏମନ୍ତ ପ୍ରକାରେ ଯେଉଁ ନାରୀ ବା ପୁରୁଷ, ଆପଣାର କୁଳ ଧର୍ମ ନ ଛାଡ଼ନ୍ତି ଲେଶ। ସଦାକାଳେ କରନ୍ତି ଉତ୍ତମ ଆଚରଣ, ଲକ୍ଷ୍ମୀ ତାହାଙ୍କର ପାଶେ ମିଳନ୍ତି ତକ୍ଷଣ। ପତି ସେବା ବିନା ନାହିଁ ନାରୀଙ୍କର ଗତି, ପତି ପ୍ରାଣ ବିନା କରେ ଦେବ ଲୋକେ ଗତି। ନାରୀଙ୍କର ଲକ୍ଷ୍ମୀ ବ୍ରତ ପତି ସେବା ବିନା, ଅନ୍ୟ ଦେବ ପୂଜା ତୀର୍ଥ ଯାତ୍ରା ବିଡ଼ମ୍ବନା। ପତି ସେବା ବରଜି ଯେ ମୋତେ ଗରବରେ, ଗୁରୁବାରେ ଲକ୍ଷ୍ମୀ ବ୍ରତ ଯେ ନାରୀ ନ କରେ। ତାହାର ନୁହଇ ଭଲ ଜନମେ ଜନମେ, ଦୁଃଖ ଶୋକ ରୋଗ ଭୋଗ ସଂସାରେ ସେ ଭ୍ରମେ। ଏମନ୍ତ ତିଆରି ସାଧବାଣୀଙ୍କୁ କହିଲେ, ଆଜିଠାରୁ ଲକ୍ଷ୍ମୀ ବ୍ରତ କର ଯା ବୋଇଲେ। ନକଲେ ସର୍ବ ସମ୍ପଦ ତୋର କ୍ଷୟ ଯିବ, ଅନ୍ନ ବସ୍ତ୍ର ଅଭାବରେ ଦୁଃଖ ଭୋଗ ହେବ।
ଶୁଣ ହେ ନାରଦ ଠାକୁରାଣୀ ଏହା କହି ସେଠାରୁ କେତେ ଦୂର ପଥ ଗଲେ ବାହି। ଘରେ ଘରେ ପୁରେ ପୁରେ ଲକ୍ଷ୍ମୀ ବିଜେ କଲେ କାହାରି ଦୁଆରେ ସେ ଯେ ସୂଚି ନ ଦେଖିଲେ। କେବଳ ଯୁବତୀ ନିଦେ ହୋଇ ଅଚେତନ କାହାର ଫିଟି ଯାଇଛି ପିନ୍ଧିଲା ବସନ। କାହାର ଶରୀର କେଶ ମୁକୁଳିତ ହୋଇ ଭୂମି ପରେ ପଡ଼ି ଅଛି କେରି କେରି ହୋଇ। ଏହି ରୂପେ ମହାଲକ୍ଷ୍ମୀ ଦେଖି କରି ଗଲେ ଚଣ୍ଡାଳ ସାହିରେ ଯାଇ ପ୍ରବେଶ ହୋଇଲେ। ଶ୍ରିୟା ଚଣ୍ଡାଳୁଣୀ ନଗ୍ର ବାହାରେ ତା ଘର ତାହାର ମହିମା ଯେ ଦେବଙ୍କୁ ଅଗୋଚର। ପ୍ରତିଦିନ ଖର କଇ କୁଣ୍ଡିଚା ନବର ବିଷ୍ଣୁ ଭକତିରେ ସେ ଯେ ଅତି ତତ୍ପର। ରାତ୍ର ବେନି ଘଡ଼ି ଥାଇ ଚଣ୍ଡାଳୁଣୀ ଗଲା ଏକ ବର୍ଣ୍ଣ ଗାଈର ଯେ ଗୋବର ଆଣିଲା। ଉତ୍ତମ କରିଣ ଘର ଦୁଆର ଲିପିଲା ଛଡ଼ା ପାଣି ମୁନ୍ଦାଏ ଦୁଆରେ ପକାଇଲା। ଅରୁଆ ଚାଉଳ ବାଟି ଘରେ ଝୋଟି ଦେଲା 16 କୋଠି କରି ଦିବ୍ୟ ପଦ୍ମେକ କାଟିଲା। 10 ମୁଖା ଦୀପାବଳି ମଣ୍ଡଳେ ଥାପିଲା 10 ବର୍ଣ୍ଣ ଫଳ ଆଣି ମଣ୍ଡଳେ ବାଢିଲା। ସୂତା 10 ଖିଅ ନେଇ ମଣ୍ଡଳେ ଥୋଇଲା ମନର ଚଞ୍ଚଳେ ସେହୁ ବେଗେ ଚଳିଗଲା। ଅରୁଆ ଚାଉଳ ଆଉ ଦୁବ 10 କେରା ତାହା ନେଇ ଚଣ୍ଡାଳୁଣୀ ମଣ୍ଡଳେ ଥୋଇଲା। ଧୂପ ଦୀପ ଗନ୍ଧ ପୁଷ୍ପ ନୈବେଦ୍ୟ ଦେଲା ଲକ୍ଷ୍ମୀ ନାରାୟଣୀ ବୋଲି ସୁମରଣା କଲା। ନମସ୍ତେ ନମସ୍ତେ ମାଗୋ ହରିଙ୍କ ଘରଣୀ ମୁହିଁ ଛାର ହୀନ ଜାତି ନ ଜାଣଇ ପୁଣି। ଚଣ୍ଡାଳ ସାହିରେ ଘର ପୁଣି ଚଣ୍ଡାଳୁଣୀ କିଞ୍ଚିତେ ଭକତି ମୋର ଘେନ କମଳିନୀ। ଦାଣ୍ଡେ ଦାଣ୍ଡେ ଯାଉଥିଲେ ବିଷ୍ଣୁ ପାଟରାଣୀ ସହି ନ ପାରିଲେ ଚଣ୍ଡାଳୁଣୀର ଦଇନୀ। ପଦ୍ମ ଫୁଲ ଦେଖି ତାଙ୍କ ବଳିଲା ଶରଧା ଦୁଇ ପାଦ ଦେଇ ମାତା ପଦ୍ମେ ହେଲେ ଉଭା। ଚଣ୍ଡାଳୁଣୀ ଘର ଗୋଟି ପାଇଲା କଶୋଭା ଲକ୍ଷ୍ମୀ ବିଜେ କରିଛନ୍ତି କି ଉପମା ଦେବା। ବୋଇଲେ ଲୋ ଚଣ୍ଡାଳୁଣୀ ମାଗି ଘେନ ବର ପ୍ରସନ୍ନ ହୋଇଲି ଦୁଃଖ ନାସିବି ତୋହର। ଆଜି ଆମର ଖିଚିଡି, ମିଠାନ୍ନ, ଡାଲି, ଖଟା ମାନେ ଆମ୍ବିଳି, ତରକାରୀ, ଶାଗ ମୁଗ, କଦଳୀ ଚିପ୍ସ, ଅଟକାଳି, ପୋଡପିଠା, ଠାକୁରଙ୍କ ଭୋଗ, ପଣା ଆମର ପଣା ହୁଏ ଆମ ଘରେ। ଆଉ ଏଇଟା ପିଠା ମଣ୍ଡା ପିଠା, ଖଜା ପିଠା, ବରା ପିଠା ଆଉ ଚକୁଳି ପିଠା। ମାନେ ସବୁ ରେଡି। ହଁ ଛୋଟ ଛୋଟ କରି କରିଛି 10ଟା ପୂଜା ହବ ସେଥିପାଇଁ ମଣ୍ଡା ପିଠା ଗୁଡା ଛୋଟ ଛୋଟ କରି କରିଛି। ଯିବା ଭୋଗ ବାଢିବା।